ହ୍ୟାଲୋ ସାଙ୍ଗମାନେ, ମୁଁ ସାୟବଶିଖ ଆଚାର୍ଯ୍ୟ। ମୁଁ ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ ଏକ୍ଜାମ ଦେଇଛି। ଆଉ ଏ ଯେଉଁ ଛୁଟି ସମୟ ରହିଛି, ମୁଁ ମୋ ତଳ ବ୍ୟାଚରେ ରହିଥିବା ବା ମୋ ନବମ ଶ୍ରେଣୀରେ ପଢୁଥିବା ଯିଏ ଏବେ ପରୀକ୍ଷା ଦେଲେ, ଯାହାଙ୍କର ପରୀକ୍ଷା 18 ତାରିଖ ଦିନ ସରିଲା, ତାଙ୍କ ପାଇଁ କିଛିଟା ସାହାଯ୍ୟ କରିବାକୁ ଚାହୁଁଛି। ସେ ସାହାଯ୍ୟଟି କଣ ନା, ଏ ବର୍ଷ ଯାକ ଆପଣ ଯୋଉ ଦଶମ ଶ୍ରେଣୀରେ ଆସି ପହଞ୍ଚିଲେ, ମୁଁ ଆପଣଙ୍କୁ ଦଶମ ଶ୍ରେଣୀ ଆପଣଙ୍କୁ ପଢେଇବାକୁ ଚାହୁଁଛି। ଆଜି ସେ ଦଶମ ଶ୍ରେଣୀର ଫାଷ୍ଟ ଭିଡିଓ ଆପଣଙ୍କୁ ପଢେଇବାର ଏଥର ଫାଷ୍ଟ ଭିଡିଓ ଏଇଟା। ତ ଆଜି ଆମେ କଣ ଦେଖିବା ନା, ଆଜି ଆମେ ଶିଖିବା କଣ ନା ଆମର ରୋଡ ମ୍ୟାପ। ଏ ରୋଡ ମ୍ୟାପ ଟା କଣ? ଏଇଟା ସେ ତୁ କହିଲୁ ଯେ ରୋଡ ମ୍ୟାପ ଟା କଣ, ଆମେ ବୁଝିପାରିଲୁନି। ଏ ରୋଡ ମ୍ୟାପ ହେଲା ମାନେ ଏବେଠାରୁ ଆମ ପରୀକ୍ଷା ସରିଗଲା, ନବମ ଶ୍ରେଣୀ ପରୀକ୍ଷା ସରିଗଲା, ଏବେଠାରୁ ଆମେ ମାଟ୍ରିକ ବୋର୍ଡ ପରୀକ୍ଷା ପର୍ଯ୍ୟନ୍ତ ବା ଆମ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପର୍ଯ୍ୟନ୍ତ ଯିବା ରାସ୍ତାଟାକୁ, କୋଉ ରାସ୍ତାରେ ଗଲେ ଆମେ ତାକୁ ସହଜରେ ଭଲ ମାର୍କ ରଖିପାରିବା ଏବଂ କେମିତି ପଢିଲେ ଆମେ ତାକୁ ଭଲ ମାର୍କ ରଖିପାରିବା, ସେଇଟା ହେଲା ଆମ ରୋଡ ମ୍ୟାପ। ରାସ୍ତାର ମ୍ୟାପ, କୋଉ କୋଉ ରାସ୍ତାରେ ଆମେ ଯିବା ତାର ମ୍ୟାପ ଆମେ ଏଠି ତିଆରି କରିବା। ତ ଆସ ଆମେ ଦେଖିବା। ମ୍ୟାପ ଆମକୁ ସବୁଠାରୁ ବିଗେଷ୍ଟ ଜିନିଷ ହଉଛି ମାଟ୍ରିକ ପରୀକ୍ଷା ପାଇଁ ମାଇଣ୍ଡ ସେଟ। ଆମକୁ ମାଇଣ୍ଡ ସେଟ କରିବାକୁ ପଡିବ ଯେ ଆମେ ଭଲ ମାର୍କ ରଖିବୁ ଦଶମ ଶ୍ରେଣୀ ବୋର୍ଡ ଏକ୍ଜାମରେ। କାହିଁକି? ତା ପାଇଁ ଆମକୁ ହ୍ୱାଇ ଟା କ୍ଲିୟର ହବା ଦରକାର। ତା ପାଇଁ ଆମର ହ୍ୱାଇ ଟା କ୍ଲିୟର ହବା ବହୁତ ଜରୁରୀ। ଆମେ ମାଟ୍ରିକ ପରୀକ୍ଷାରେ ଭଲ ମାର୍କ ରଖିବାକୁ ଚାହୁଁଛୁ, କାହିଁକି? ଯେପର୍ଯ୍ୟନ୍ତ ଆମ ମାଇଣ୍ଡ କୁ, ଆମର ହ୍ୟୁମାନ ସାଇକୋଲୋଜି ଅନୁସାରେ ଆମ ମାଇଣ୍ଡ କୁ ଯେପର୍ଯ୍ୟନ୍ତ ଗୋଟେ ହ୍ୱାଇ ମିଳିନି ନା, ହ୍ୱାଇ ର ଆନ୍ସର ଟା ମିଳିନି ନା, ସେ ପର୍ଯ୍ୟନ୍ତ ସେ କାମ କରିବ। କାମ କରିବା ବହୁତ କମ। ଯେତେବେଳେ ସେ ହ୍ୱାଇ ଟାକୁ ପାଇଯିବ, ସିଏ ନିଜ ସବକନସିୟସ ମାଇଣ୍ଡରେ ମଧ୍ୟ ବହୁତ ଭଲ ଭାବେ ପ୍ରିପେୟାର ହବ। ଯେବେ ମାଟ୍ରିକ ପରୀକ୍ଷା ଭଲ ଏକ୍ଜାମ ଦବୁ, ଭଲ ପରୀକ୍ଷା କଟିବ ଏବଂ ଭଲ ମାର୍କ ପାଇବୁ। ତେଣୁ ସବୁଠୁ ବଡ ହେଲା ଆପଣଙ୍କ ହ୍ୱାଇ ଟା ପାଇବା ଦରକାର। ଯଦି ଆପଣଙ୍କ ହ୍ୱାଇ ହଉଛି କଣ ନା, ବାପା ମାଙ୍କ ମନରେ ଖୁସି ଦେଖିବାର ଅଛି, ଆଉ ଯୋଉମାନେ ଆମକୁ ଚିଡ଼ଉଛନ୍ତି ହେ ତୁ କିଛି କରିପାରିବୁନି, ତାଙ୍କ ମୁହଁ ବନ୍ଦ କରିବାର ଅଛି। ଆପଣ ଯଦି ହ୍ୱାଇ ଟା ପାଇଗଲେ ନା, ଆପଣଙ୍କର ଅଧେ କାମ ଏଇଠି ସରିଗଲା। ମାନେ ଜାଣନ୍ତୁ, ଆପଣଙ୍କ ମୁଣ୍ଡ ଅଧେ ପାଠ ପଢିଦବ ନିଜେ ନିଜେ, କିନ୍ତୁ ଆପଣଙ୍କୁ ଖାଲି ହ୍ୱାଇ ଟା କ୍ଲିୟର ହବା ଦରକାର। ତ ଆମ ହ୍ୱାଇ ଟା ସିନା କ୍ଲିୟର ହେଇଗଲା, ଏବେ ନିଶ୍ଚିତ ଆମକୁ ହ୍ୱାଇ ଟା ମିଳିଯାଇଥିବ, ହ୍ୱାଇ ର ଆନ୍ସର ଆପଣଙ୍କୁ ମିଳିଯାଇଥିବ। ଯଦି ମିଳିନି, ଆପଣ ଖୋଜନ୍ତୁ ସେ ହ୍ୱାଇ ର ଆନ୍ସର ଟା କଣ। ତାପରେ ଆଗକୁ ଯିବା। କଣ ନା, ଆମେ ନା ଆମ ପାଖରେ ହ୍ୱାଇ ର ଆନ୍ସର ସିନା ମିଳିଗଲା, ଆମେ ତ କହିଲେ ଟାଇମ ମ୍ୟାନେଜମେଣ୍ଟ କେମିତି କରିବୁ। ଆମେ ତ ସ୍କୁଲ ଟିଉସନ ଭିତରେ ରହିକିରି, ଏବେ ସିନା ଛୁଟି ଅଛି କିନ୍ତୁ ରିମିଡିଆଲ କ୍ଲାସ ଜଲଦି ଷ୍ଟାର୍ଟ ହେଇଯିବ। ଆମେ ସ୍କୁଲ ଟିଉସନ ମଝିରେ ରହିକି ଆମେ ତାକୁ କେମିତି ତାକୁ ମ୍ୟାନେଜ କରିବୁ, ଆସନ୍ତୁ ଦେଖିବା। ଆମ ପାଖରେ ଦିନ ମାନ 24 ଘଣ୍ଟା ରହିଛି। ଆପଣଙ୍କ ପାଖରେ ବି ଅଛି 24 ଘଣ୍ଟା। ସେ 24 ଘଣ୍ଟାରେ ଆମେ କଣ କରିବା ନା, ସେ 24 ଘଣ୍ଟାରେ ଆପଣ ନିଶ୍ଚିନ୍ତ ଶୋଇବେ ନା। ଶୁଅନ୍ତୁ 8 ଘଣ୍ଟା ଆପଣ, କାରଣ ଆମ ଦଶମ ଶ୍ରେଣୀ ପରୀକ୍ଷାର ବି ସ୍ଲିପିଂ ଟା ହଉଛି କମ୍ପଲସରି। ଆମକୁ ଅଧିକ ସମୟ ଶୋଇବାକୁ ପଡିବ, କାରଣ ନ ଶୋଇଲେ ଆମେ ଯେତିକି ପଢୁଛେ ଆମ ମୁଣ୍ଡ ମନେ ରଖିପାରିବନି। ଆମକୁ ଶୋଇବା ସଫିସିଏଣ୍ଟ ଦରକାର। ତେଣୁ ଆମେ 8 ଘଣ୍ଟା ଶୋଇବା। ସେଠୁ କଣ ହବ ନା, ଆମେ 4 ଘଣ୍ଟା ଆଉ ଯୋଉ କାମ ରହିଲା କରିବା, ଆମ ନିତ୍ୟ କର୍ମ, ଖେଳ ବୁଲା, ସବୁ ଆମେ ଏଇ କାମରେ କରିବା। ଆଉ କଣ ରହିଲା ନା, ଆମ ସ୍କୁଲ ଅଛି। ସ୍କୁଲ କେତେ ନା 6 ଘଣ୍ଟା। ତାପରେ କଣ ନା, ଆମକୁ 1 ଘଣ୍ଟା ରହିବ କଣ ନା, କୋଚିଂ ଟିଉସନ ପାଇଁ। ଆମ ଘରେ ଏତିକି ସମୟ ତ ଗଲା। କେତେ 6 10 6 4 10 8 18 19 ଘଣ୍ଟା ଆମକୁ କଣ ନା, ଆପଣଙ୍କର କାମରେ ପଳେଇଲା। ଆମ ପାଖରେ କେତେ ବଳିଲା ନା, 5 ଘଣ୍ଟା। ୟାକୁ ଆମେ ଭଲସେ ଯଦି ୟୁଟିଲାଇଜ କରିବା,
ତେବେ ଆମେ ନିଶ୍ଚିତ ମାଟ୍ରିକ ପରୀକ୍ଷାରେ ଭଲ ମାର୍କ ରଖିପାରିବା। ତାକୁ ଆମେ କେମିତି ୟୁଟିଲାଇଜ କରିବା ନା ଆକୁ ଆମେ ପଢିବା, କିନ୍ତୁ କେମିତି ନା ଆମେ ତାକୁ ସ୍ଲଟ କରି ପଢିବା। କେମିତି ସ୍ଲଟ ନା କଣ ନା ଆମେ ତାକୁ ଭାଗ ଭାଗ କରିଦବା। 2+2+1 ये 2+2+1 कौन है ना 2 घंटा प्लस 2 घंटा प्लस 1 घंटा समान 5 घंटा ना ये कौन कहते कहले ये कौन कहू कहलु हमको एति मिशाण आसबनी। देखो हमको एति घंटा हमको पढ़ार अच्छे 2 घंटा सकाळ बेला सकाळ समय सकाळ समय को बहुत फ्री समय मिलथिबो। सकाळ उठिले ब्रश कले तो निद नित्यकर्म सारिले तापर उठिक कौन मतलब किसी समय मिलता स्कूल जावाक ताकू आम कौन कर ना से 2 घंटा मत बाहर कर अधिक समय नहीं तो मत 2 घंटा बाहर कर और से 2 घंटा आम पढ़ आउ 2 घंटा कौन ना सन्ध्या समय आम स्कूल सर आम खेल घर को आइलु आम कोचिंग सारी आम घर को आसिलु सेठी आम कौन ना 2 घंटा मिलला ना 2 घंटा कौटी मिलला ना सन्ध्या आमको 2 घंटा मिलगला से 2 घंटा कम पढ़िया ना आपको एति जिन देखा पड़ो जे आप सकाଳେ पढ़िले अधिक मन रोचे ना सन्ध्या बेले पढ़िले अधिक मन रोचे आप भाग करा पड़ो जे सकाଳେ पढ़िले मोर अधिक मन रोचे ना सन्ध्या बेले पढ़िले अधिक मन रोचे। जदि आप सकाଳେ पढ़िले भल मन रोचे ताले डिफिकल्ट लगुच जमी मैथ देखो तुम दिन करे मैथ पढ़िया ओडिया पढ़ा केमी पढ़ा ना आमको आपन मैथ बहुत कष्ट लगुच किंतु ओडिया एफएल सहज आपन को जो समय भल मन रोचे आप पढ़िया भल लगुच पढ़िया इच्छा हो आपन को से कौन हम ना आम कष्ट चैप्टर पढ़े आप मैथमेटिक्स तो कष्ट हो तो से कौन पढ़िया ना से मैथमेटिक्स पढ़ा आउ बड़ा जी समय रहा मैंने आउ 2 घंटा से कौन करेंगे ना ओडिया पढ़ा आप तो ओडिया सहज ना ओडिया सहज पाठटे आप मुंडे आपको जो पटा कष्ट लगे कौन करेंगे आप भल मन रखुवा समय सकाल 2 घंटा सन्ध्या 2 घंटा पढ़े आउ सब गोटे घंटा रहा ये सारे आम ये कौन कर मन क्वेश्चन आसो आम ये कौन कर ना आम ये कर रिविजन रिविजन करू हमको कम पढ़िले भी हमको भल कि रिविजन करने पड़ो कारण वो कष्ट क्वेश्चन आमको रिविजन बारंबार करा पड़ो कम पढ़ किसी कथा नहीं आप जो जिन पढ़ुं बारंबार आमको रिविजन करने पड़ो आउ ये घंटा को भीतर आपको कौन कर रिविजन कर रिविजन कर ना पढ़ी सारे आप गोटे जगह बस आखि बंद करदे जहा जहा पढ़िले आप मुंडे भावे जे ओडिया मैथ पढ़े चैप्टर मैथ कौन पढ़े ना ओडिया पढ़े मुंडे फास्ट भावे तापर कौन करेंगे ना गोटे खाली पेज ने गोटे खाली पेज ने कौन करेंगे ना आप जी मन रखी आप मैथ जी अच्छी जी बुझी ओडिया जी बुझुं जिते सर्ट हो पारे लिखे रिविजन बेला यहाँ करवा एमती कले कौन हम ना आम फास्ट पढ़िले भल कि बुझिले बुझी सारे पुणी रिमाइंड कले आउ गोटे खाता लिखिदेले तापर आम कौन कर ना या कर अध घंटे या कर अध घंटे आउ अध घंटे कौन कर ना आउ अध घंटे आप जिते समय लगुच लागू आप अधिक समय लगुच आप कम समय दो तापर कौन करेंगे ना कौन करेंगे ना क्वेश्चन एंड आंसर क्वेश्चन एंड आंसर बही दि जाइए क्वेश्चन आंसर करेंगे टेक्स्ट बुक दे क्वेश्चन आंसर करेंगे जहाद्वारा कि आप मन रही आप देखिले जे ये विषय तथा आम यहाँ बुझिलु मुझे यहाँ बुझिली
ସେଠୁ କଣ ହବ ନା ତା ଦେହରେ କେମିତି କେମିତି କୋଶ୍ଚିନ୍ ପଡୁଛି ଆମେ ତାକୁ ବି ବୁଝିଦେଲେ ତ ପୁରା ଚାପ୍ଟର ଆମ ମୁଣ୍ଡରେ ରହିଗଲା। ତାହେଲେ ଆମେ ଏମିତି କରି ସବୁ ଚାପ୍ଟର ପଢିଥାଉ ଯାହାଦ୍ୱାରା କି ଆମ ସବୁ ଚାପ୍ଟର ମନେ ରହିବ। ଏବଂ ଆମେ ତାକୁ ଯେତେବେଳେ ଆମ ବୋର୍ଡ ପରୀକ୍ଷା ଆସିବ ସେତେବେଳେ ଆମେ କଣ କରିବା ନା ଆମେ ନୋଟ୍ସ ବନେଇଥିବା। ଆପଣ ନବମ ଶ୍ରେଣୀରେ ବନେଇଥାନ୍ତୁ କି ନ ବନେଇଥାନ୍ତୁ, ନବମ ଶ୍ରେଣୀରେ ଆମ ନାଇନ୍ଥରେ ଆପଣ ମାନେ ଦେଖିବେ ଆପଣ ଯେତେବେଳେ ବହି ଆସିବ ଆପଣ ଦେଖିପାରିବେ ଯେ 9th କ୍ଲାସରେ ବହୁତ ହାଇ ଥିଲା କଣ ନା କ୍ୱାଣ୍ଟିଟି ଟା ବହୁତ ହାଇ ଥିଲା, କିନ୍ତୁ 10th କ୍ଲାସରେ କ୍ୱାଣ୍ଟିଟି ଟା ବହୁତ କମ ଅଛି କୋର୍ସର ଚାପ୍ଟରର, ତାଦ୍ୱାରା ଆମେ ଅଧିକା ପଢିପାରିବୁ। ଏମିତି ମଧ୍ୟ ହେଇଛି ଯେ ନବମ ଶ୍ରେଣୀରେ ଭଲ ମାର୍କ ରଖିଛନ୍ତି ସେମାନେ ଦଶମ ଶ୍ରେଣୀରେ ଏତେ ଭଲ ମାର୍କ ରଖିପାରିନାହାନ୍ତି, ଏବଂ ସେ ଦଶମ ଶ୍ରେଣୀରେ ନବମ ଶ୍ରେଣୀରେ ରଖିଛନ୍ତି 90 ଏଭବ, ସିଏ ଯେମିତି ମାନେ ନାହିଁ ଯେ ଦଶମ ଶ୍ରେଣୀରେ ବି ରଖିବେ 90 ଏଭବ। କିଛି ଜଣ ଏମିତି ବି ଅଛନ୍ତି ଯିଏ ନବମ ଶ୍ରେଣୀରେ ରଖିଥିଲେ 60 ଏଭବ କିନ୍ତୁ ଆମର ଦଶମ ଶ୍ରେଣୀରେ ରଖିଛନ୍ତି 90 ଏଭବ। ଏଇଟା କେମିତି ହେଲା? ନିଶ୍ଚିତ ନିହାତି କଣ ନା ନବମ ଠାରୁ ଦଶମ ପାଠଟା ସହଜ। ଆପଣ ଡରନ୍ତୁନି ଯେ ଦଶମ ପାଠ ଅଧିକା କଷ୍ଟ ଥିବ, ଗୋଟେ କ୍ଲାସ ଆମେ ବଢେଇଲୁଣି ଆମକୁ ଅଧିକା ପାଠ ପଢିବାକୁ ପଡିବ, ସେମିତି ଡରନ୍ତୁନି। ଦଶମରେ ପଢିଲେ କଣ ହବ ନା ଆମକୁ ଯେତେ କମ ପଢିଲେ ଚଳିବ କିନ୍ତୁ ଆମକୁ ଅଧିକା ରିଭିଜନ କରିବାକୁ ପଡିବ। ଯେତେ ଆମକୁ ଲେସ୍ ପଢିଲେ ମଧ୍ୟ ଚଳିବ କିନ୍ତୁ ଆମର ଯେତିକି ପଢୁଛେ ତାକୁ ରିଭିଜନ କରିବାକୁ ପଡିବ। ଆଉ ଏ 30 ଦ୍ୱାରା ଆମେ ରିଭିଜନ କରିପାରିବ। ରିଭିଜନ କଲେ କଣ ମାନେ ଆପଣ ପୁରା ଚାପ୍ଟର ମୁଣ୍ଡରେ ରହିବ। ତ ଆଜି ପାଇଁ ମୁଁ ଏତିକି ରଖୁଛି ଭିଡିଓଟାକୁ। ତ ଆଜିର ଭିଡିଓରେ ଆପଣ ନିଶ୍ଚିତ କିଛି, ମୁଁ ଭାବୁଛି ଯେ ଆପଣଙ୍କୁ କିଛିଟା ଶିଖିବାକୁ ମିଳିଥିବ। ଯଦି ଆପଣଙ୍କୁ କିଛି ଶିଖିବାକୁ ମିଳିଛି ତେବେ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ ଏବଂ ମୋ ଚ୍ୟାନେଲ ଲାଇକ୍ କରି ଏକ କମେଣ୍ଟ ନିଶ୍ଚିତ କରନ୍ତୁ।